ଏହି ଉପନିଷଦର ପ୍ରଥମ ଖଣ୍ଡର ପ୍ରଥମ ମନ୍ତ୍ରଟି ଏହିପରି। ଓಂ କେନ ଇସିତଂ ପତତି ପ୍ରେଷିତଂ ମନଃ କେନ ପ୍ରାଣଃ ପ୍ରଥମଃ ପ୍ରେତିଯୁକ୍ତଃ କେନ ଇସିତଂ ବାଚଂ ଇମାଂ ବଦନ୍ତି ଚକ୍ଷୁଃ ଶ୍ରୋତଂ କୌ ଦେବୟୁନକ୍ତି। ଏଠାରେ ଶିଷ୍ୟ ଗୁରୁଦେବଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିବାର କାରଣ ହେଉଛି ଯେ ସାଧାରଣ ଶିଷ୍ୟଟିଏ ବା ମନୁଷ୍ୟଟିଏ ଏହା ବୁଝିବା ଅସମ୍ଭବ ଯେ ମନ ଦ୍ୱାରା ପ୍ରେରିତ ହୋଇ ଯଦି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟ କରୁଛନ୍ତି ତେବେ ମନ ଭଳି ପ୍ରମୁଖ ଇନ୍ଦ୍ରିୟ କାହା ନିର୍ଦ୍ଦେଶରେ କାର୍ଯ୍ୟ କରିବା କରୁଛି। ମନ ହିଁ ଇନ୍ଦ୍ରିୟମାନଙ୍କୁ କୌଣସି କାମ କରିବା ଓ ନ କରିବା ପାଇଁ ପ୍ରେରିତ କରେ। ଏହି ମନ ଦ୍ୱାରା ପ୍ରେରିତ ହୋଇ ଆଖି କାହାକୁ ଦେଖୁଛି ତ କାହାକୁ ଦେଖୁନି, କାନ କେଉଁ କଥାକୁ ଶୁଣୁଛି ତ କେଉଁ କଥାକୁ ଶୁଣୁନି, ପାଟି ବହୁ କଥା କହୁଛି ଓ ଅନେକ କଥା କହିବାରୁ ବିରତ ରହୁଛି। ପୁଣି ସମସ୍ତଙ୍କ ମନ ସମାନ ବିଷୟରେ ସମାନ ପ୍ରକାରର ପ୍ରତିକ୍ରିୟା ପ୍ରକଟ କରୁନାହିଁ। କାହିଁକି? କାହା ନିର୍ଦ୍ଦେଶରେ ପ୍ରାଣ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରି ଚାଲିଥାଏ। ଏବେ ପ୍ରଶ୍ନ ଉଠୁଛି ଯେ ମନ କ'ଣ ନିଜେ ନିଜେ ଏହି ପ୍ରେରଣା ଦେଉଛି ନା ଏହାକୁ ଆଉ କିଏ କରାଉଛନ୍ତି? ଯଦି କେହି ମନକୁ ଏହି କାର୍ଯ୍ୟ କରାଉଛନ୍ତି ତାହେଲେ ସେ କିଏ? ପରବର୍ତ୍ତୀ ମନ୍ତ୍ରଟି ହେଉଛି ଶ୍ରୋତ୍ରସ୍ୟ ଶ୍ରୋତଂ ମନସୋ ମନୋୟତ୍ ବାଚଃ ବାଚଂ ସୌ ପ୍ରାଣସ୍ୟ ପ୍ରାଣଃ ଚକ୍ଷୁଃ ଚକ୍ଷୁଃ ଅତିମୁଚ୍ୟ ଧୀରଃ ପ୍ରେତ୍ୟ अस्मात् ଲୋକତ୍ ଅମୃତଃ ଭବନ୍ତି। ଏଠାରେ ଗୁରୁ ଶିଷ୍ୟ ପଚାରିଥିବା ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ସଂକେତରେ କହୁଛନ୍ତି ଯେ ସାଧାରଣରେ ଯାହା କୁହାଯାଇଛି ଆଖି ସବୁ ଦେଖେ, ବାସ୍ତବରେ ତାହେଲେ ସିଏ କିଏ? ଏହି ଜଣେ ଆଖିର ଦେଖିବା ଶକ୍ତି, କାନର ଶକ୍ତି ହୋଇଥାନ୍ତି, ଆଖିର ଆଖି, ଜିଭର ଜିଭ ଇତ୍ୟାଦି। ସେ ପରମାତ୍ମା ପରମ ବ୍ରହ୍ମ। ତାଙ୍କରି ଶକ୍ତିରେ ଇନ୍ଦ୍ରିୟମାନେ ପରିଚାଳିତ ହୋଇଥାନ୍ତି। ଏହି କଥାକୁ ଯେଉଁ ଜ୍ଞାନୀଗୁଣୀ ଲୋକମାନେ ଜାଣିପାରନ୍ତି ସେମାନେ ପ୍ରେତ ଲୋକରୁ ମୁକ୍ତ ହୋଇ ଅମୃତ ଲୋକକୁ ଗତି କରନ୍ତି ବା ଅମର ହୋଇଯାଆନ୍ତି। ଏହି ଉପନିଷଦର ତୃତୀୟ ମନ୍ତ୍ରଟି ଏହିପରି। ନ ତତ୍ର ଚକ୍ଷୁ ଗଚ୍ଛନ୍ତି ନ ବାକ୍ ଗଚ୍ଛତି ନ ମନଃ ନ ବିଦ୍ମଃ ନ ବିଜାନୀମଃ ଯଥା ଏତତ୍ ଅନୁଶିଷ୍ୟାତ୍। ଏଠାରେ ଗୁରୁ ଜିଜ୍ଞାସୁ ଶିଷ୍ୟମାନଙ୍କୁ ସେହି ସର୍ବଶକ୍ତିମାନ ମହାଚେତନଙ୍କ ବିଷୟରେ କହୁଛନ୍ତି ଯିଏ ହେଉଛନ୍ତି ସବୁର ଊର୍ଦ୍ଧ୍ୱରେ ଓ ଯିଏ ହେଉଛନ୍ତି ଚକ୍ଷୁର ଚକ୍ଷୁ, ମନର ମନ, କର୍ଣ୍ଣମାନଙ୍କର କର୍ଣ୍ଣ ଏବଂ ପ୍ରାଣମାନଙ୍କର ପ୍ରାଣ। ଏହି ଉପନିଷଦ କହୁଛନ୍ତି ବ୍ରହ୍ମ ଏଭଳି ଅବସ୍ଥାରେ ଉପବିଷ୍ଟ ହୋଇଥାନ୍ତି ଯେ ସେଠାରେ ନା ମନ ନା କୌଣସି ଇନ୍ଦ୍ରିୟ ଯଥା ଚକ୍ଷୁ ବା ଦୃଷ୍ଟି ବା ବାଣୀ କେହି ହେଲେ ପହଞ୍ଚି ପାରନ୍ତି ନାହିଁ। ନୋ ମନ ଅର୍ଥାତ୍ ଏଠାରେ ମନ ପହଞ୍ଚି ପାରେ ନାହିଁ। ପୁଣି ସେ କିଭଳି ଜିନିଷ ସେ କଥା ଗୁରୁମାନେ ନିଜେ ମଧ୍ୟ ଜାଣିନାହାନ୍ତି। ସେଥିପାଇଁ ସେମାନେ କହୁଛନ୍ତି ନ ବିଦ୍ମଃ ଅର୍ଥାତ୍ ଆମେମାନେ ମଧ୍ୟ ଏହାକୁ ଜାଣିନାହୁଁ। ନ ବିଜାନୀମଃ ଯଥେତ୍ ତଦନୁବିଶ୍ୟାତ୍ ଅର୍ଥାତ୍ ଏହାକୁ କିପରି ଶିଷ୍ୟମାନଙ୍କୁ ବୁଝାଯିବ ଆମକୁ ସେ କଥା ମଧ୍ୟ ଜଣାନାହିଁ। ଏହାର କାରଣ ସମ୍ବନ୍ଧରେ ପରବର୍ତ୍ତୀ ମନ୍ତ୍ରରେ କୁହାଯାଇଛି।